ନମସ୍କାର, ଜୟ ଜଗନ୍ନାଥ। ଚାଲନ୍ତୁ ଜାଣିବା ଏକ ଏଜୁକେସନ୍ ଖବର। ଦେଖନ୍ତୁ, ଶିକ୍ଷକ ବଦଳି ଏବେ ବର୍ତ୍ତମାନ ଜୋରସୋରରେ ଚାଲିଛି ଆବେଦନ। ବିଧାୟକଙ୍କୁ ଶିକ୍ଷକ ବଦଳି ସୁପାରିଶ ଚଢ଼ୁଆ ଗଦା ଗଦା ଆବେଦନ ଚାଲିଛି। ଜନପ୍ରତିନିଧିଙ୍କ ସୁପାରିଶରେ ହେବ 2670 ବଦଳି। ଦେଖନ୍ତୁ, ଶିକ୍ଷକ ବଦଳି ପାଇଁ ଯୋଗ୍ୟତା ଭିତ୍ତିରେ ଲୋକପ୍ରତିନିଧିମାନେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ପାଇଁ ସୁପାରିଶ କରିପାରିବେ। ପ୍ରତି ସାଂସଦ ଓ ବିଧାୟକ ଗୋଟିଏ ଶିକ୍ଷାବର୍ଷରେ ନିଜ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ 15 ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଜିଲ୍ଲା ଭିତରେ ବଦଳି କରିବାକୁ ସୁପାରିଶ କରିବାର କ୍ଷମତା ରହିଛି। ରାଜ୍ୟ ସରକାରଙ୍କର ଏହିଭଳି ନିଷ୍ପତ୍ତି ପରେ ବିଧାୟକ ଓ ସାଂସଦ ଉପରେ ଚାପ ପଡ଼ିବାରେ ଲାଗିଛି। ମେ 15ରୁ ଜୁନ 15 ମଧ୍ୟରେ ସାଂସଦ ଓ ବିଧାୟକମାନେ ଯୋଗ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତାଲିକା ଜିଲ୍ଲାପାଳମାନଙ୍କୁ ଦେବାକୁ କହିଛନ୍ତି। ତେଣୁ ପ୍ରତିଦିନ ସକାଳୁ ଜନପ୍ରତିନିଧିଙ୍କର ବାସଭବନରେ ସମ୍ମୁଖରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଲମ୍ବା ଧାଡ଼ି ଲାଗୁଛି। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହୁଛନ୍ତି। କିଏ ପାରିବାରିକ ଅସୁବିଧା ସମ୍ପର୍କରେ ଜଣାଉଛି ତ ଆଉ କିଏ ସମ୍ପର୍କୀୟ ପରିଚୟ ଦେଇ ଘର ନିକଟକୁ ବଦଳି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତାଲିକା ଜିଲ୍ଲାପାଳମାନଙ୍କୁ ଦେବାକୁ କହିଛନ୍ତି। ତେଣୁକରି କିଏ ପାରିବାରିକ ଅସୁବିଧା ସମ୍ପର୍କରେ ଜଣାଉଛି ତ ଆଉ କିଏ ସମ୍ପର୍କୀୟ ପରିଚୟ ଦେଇ ଘର ନିକଟକୁ ବଦଳି ହୋଇ ଆସିବାକୁ ନିବେଦନ କରୁଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କିଏ ଆଗ ବିଧାୟକ କିମ୍ବା ସାଂସଦଙ୍କ ମନ ଜିଣିବ ଏବଂ ବଦଳି କରିବାରେ ସକ୍ଷମ ହେବ, ସେ ନେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ସବୁ ସ୍ତରରେ ଉଦ୍ୟମ କରୁଛନ୍ତି। ଅଧିକାଂଶ କ୍ଷେତ୍ରରେ ଗ୍ରାମାଞ୍ଚଳ ତଥା ଉପାତ ଅଞ୍ଚଳରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ଘର ନିକଟ ନହେଲେ ସହର ପାଖାପାଖି ବିଦ୍ୟାଳୟକୁ ଆସିବାକୁ ଲବି କରୁଛନ୍ତି। ଯଦି ହିସାବ ଦେଖାଯାଏ, 147 ବିଧାୟକ, 2205 ଜଣଙ୍କ ଏବଂ 21 ଜଣ ଲୋକସଭା ସାଂସଦ, 315 ଜଣ ଓ 10 ଜଣ ରାଜ୍ୟସଭା ସାଂସଦ 150 ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ସୁପାରିଶ କରିପାରିବେ। ଅର୍ଥାତ୍ ଚଳିତ ବର୍ଷରେ ଜନପ୍ରତିନିଧିମାନେ 2670 ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ବଦଳି ପାଇଁ ସୁପାରିଶ କରିପାରିବେ। ଯେହେତୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି, ତେଣୁ ବିଜେପି ବିଧାୟକ ଯଥାସମ୍ଭବ କାର୍ଯ୍ୟକାରୀ କରିବାକୁ ଆଗଭର ପ୍ରକାଶ କରିଛନ୍ତି। ଇତିମଧ୍ୟରେ ଜଣେ ଜଣେ ବିଧାୟକ ନିକଟରେ ଶତାଧିକ ଆବେଦନ ପତ୍ର ପହଞ୍ଚିଥିବା ଜଣାପଡ଼ିଛି। କିଛି କ୍ଷେତ୍ରରେ ସ୍ଥିତି ଏମିତି ହେଲାଣି ଯେ ବିଧାୟକମାନେ କାହା ନାଁକୁ ସୁପାରିଶ କରିବେ ସେ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ତେବେ କାହାକୁ ସୁପାରିଶ କରିବେ? ଜଣେ ଯଦି ଅସନ୍ତୁଷ୍ଟ ହୁଅନ୍ତି, ତେବେ ତାହାର ପ୍ରଭାବ ନିର୍ବାଚନ ମଣ୍ଡଳୀର ଭୋଟ ଉପରେ ପଡ଼ିବ। ତେଣୁ ଭାବିଚିନ୍ତି ଆବେଦନଗୁଡ଼ିକୁ ଗ୍ରହଣ କରିବା ସହ ମାନସ ମନ୍ଥନ କରୁଛନ୍ତି। କାହାକୁ ନାହିଁ କରୁନାହାନ୍ତି, ବରଂ ଆଶ୍ୱାସନା ଦେଉଛନ୍ତି। ସମସ୍ତଙ୍କୁ କିଭଳି ସନ୍ତୁଷ୍ଟ କରିହେବ ସେ ନେଇ ମଧ୍ୟ ଯୋଜନା ପ୍ରସ୍ତୁତ କରୁଛନ୍ତି। ରାଜ୍ୟ ସରକାରଙ୍କର ଏହିଭଳି ନିଷ୍ପତ୍ତି ପରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ ଅନେକ ଶିକ୍ଷକ ବଦଳି ପାଇଁ ଲୋକେ ପ୍ରତିନିଧିମାନଙ୍କ ପାଖକୁ ଯାଇଥାନ୍ତି। ସେମାନଙ୍କର ଅସୁବିଧା ବିଚାରକୁ ନେଇ ବଦଳି ପାଇଁ ସୁପାରିଶ କରିପାରିବେ। ଏଥିରେ କୌଣସି ଦୁର୍ନୀତି ହେବ ନାହିଁ। 6 ବର୍ଷରୁ ଅଧିକ ସମୟ ଧରି ଶିକ୍ଷକ ବଦଳି ପାଇଁ ମଧ୍ୟ ବିଧାୟକ ଓ ସାଂସଦ ସୁପାରିଶ କରିପାରିବେ। ଫଳରେ ନିର୍ବାଚନ ମଣ୍ଡଳୀ ସ୍ତରରେ ଶିକ୍ଷକ ସମସ୍ୟା ଦୂର ହୋଇପାରିବ ବୋଲି ମନ୍ତ୍ରୀ କହିଥିଲେ। ଓଡ଼ିଶାର ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ କହିଛନ୍ତି, ରାଜ୍ୟ ସରକାର ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ। ମାତ୍ର ଉଭୟ ଅଫଲାଇନ୍ ଓ ଅନଲାଇନରେ ଆବେଦନ ଗ୍ରହଣ କରାଯିବା ଦିଗରେ ସରକାର ପଦକ୍ଷେପ ନିଅନ୍ତୁ। ରାଜ୍ୟରେ ଅନେକ ବିଦ୍ୟାଳୟ ରହିଛି ଯେଉଁଠାରେ ଛାତ୍ରଛାତ୍ରୀଙ୍କ ତୁଳନାରେ ଶିକ୍ଷକ ନାହାନ୍ତି। କେଉଁଠି ଶିକ୍ଷକ ଅଛନ୍ତି ମାତ୍ର ଛାତ୍ରଛାତ୍ରୀ ନାହାନ୍ତି। ଯେଉଁଠାରେ ଛାତ୍ରଛାତ୍ରୀଙ୍କ ତୁଳନାରେ ଶିକ୍ଷକ କମ୍ ରହିଛନ୍ତି, ସେଠାରେ ଶିକ୍ଷକ ନିଯୁକ୍ତି କରାଯାଉ। ବଳକା ଶିକ୍ଷକ ଥିବା ବିଦ୍ୟାଳୟରୁ ଶିକ୍ଷକଙ୍କୁ ଅପସାରଣ କରାଯାଇ ଆବଶ୍ୟକ ସ୍ଥାନରେ ନିଯୁକ୍ତିର ବ୍ୟବସ୍ଥା କରାଗଲେ ଶିକ୍ଷକ ଅଭାବ ପୂରଣ ହେବ। ନୂତନ ଓ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ କ୍ଷେତ୍ରରେ ଏହି ବଦଳି ନିର୍ଦ୍ଦେଶନାମା ଲାଗୁ କରାଯିବ। ଯେଉଁଠାରେ ଛାତ୍ରଛାତ୍ରୀମାନଙ୍କ ତୁଳନାରେ ଶିକ୍ଷକ କମ୍ ରହିଛନ୍ତି, ସେଠାରେ ଶିକ୍ଷକ ନିଯୁକ୍ତି କରାଯାଉ। ବଳକା ଶିକ୍ଷକ ଥିବା ବିଦ୍ୟାଳୟକୁ ଶିକ୍ଷକ ଅପସାରଣ କରାଯାଉ। ଆବଶ୍ୟକ ସ୍ଥାନରେ ନିଯୁକ୍ତିର ବ୍ୟବସ୍ଥା କରାଗଲେ ଶିକ୍ଷକ ଅଭାବ ପୂରଣ ହେବ। ନୂତନ ଓ ପୂର୍ଣ୍ଣ ଅନୁଦାନ ବିଦ୍ୟାଳୟ କ୍ଷେତ୍ରରେ ଏହି ବଦଳିନାମା ଲାଗୁ କରାଯିବ। ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରିବାକୁ ଦାବି କରିଛନ୍ତି।
ଆମର ସଭାପତି ଖାଲି ପଡ଼ିଥିବା ଏବଂ ଶିକ୍ଷକ ରେସନାଲାଇଜେସନକୁ କିଭଳି ଭାବରେ କରିବେ ତାହା ଶିକ୍ଷା ବିଭାଗକୁ ଜଣାଇଛନ୍ତି। ଧନ୍ୟବାଦ। ଏଭଳି ଭାବରେ ଏଜୁକେସନ୍ ଇନଫର୍ମେସନ୍ ପାଇବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ କମେଣ୍ଟ ଓ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।